ଆଜିର ନାଟକ ମଞ୍ଚସ୍ଥ କରୁଛି କଳା କାହ୍ନୁ ହସେ ଯଶୋଦା କୋଳେ। ଆଜିର ବହି ହଉଛି ମଣିଷ ସମର ଦାସ। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ଆଉ ଆଜି ହଉଛି ଆମର ଯାତ୍ରାର ଦ୍ଵିତୀୟ ଦିନ। ତ ଯାତ୍ରାର ଆଜି ବହି କଣ ଅଛି ମୁଁ ଜାଣିନି। ଏବେ ଅଫିସ ପଳେଇ ଆସିଛି। ଆମର ଏବେ ଦେଖୁଛନ୍ତି ପାର୍ସଲ ଅନଲୋଡ ହଉଛି, ମାନେ ଗାଡିରେ ଏବେ ପାର୍ସଲ କଢା ହଉଛି ଆଉ ସଟିଂ ମରା ହବ। ଆମେ ସବୁଦିନ ଭଳିଆ ଯେମିତି ଫିଲ୍ଡ ପାର୍ସଲ ଦେଇକି ବାହାରୁ ପାର୍ସଲ ଦଉ ସେମିତି ଦିଆହବ। ଆଉ ଗଲା ବେଳେ ହିଁ ମୁଁ ଯାତ୍ରାର ଭିଡିଓ ଟା କରିକି ଆପଣ ମାନଙ୍କୁ ଦେଖେଇବି, କାହିଁକିନା ସକାଳୁ ଆସିଲା ବେଳକୁ କେହି ନଥିଲେ, ଯାତ୍ରାର ବହିଟା ଜାଣିପାରି ନଥିଲି। ଆଉ ଦ୍ଵିତୀୟ କଥା କଣ କି ଏତେ ସକାଳୁ ଆସିଲେ ମାନେ ସେଠି ବସିକି ଦେଖିବା ପାଇଁ ପଡିବ ଯାତ୍ରାର ବହିଟା କଣ ରହୁଛି, ପୁରା ଭୋରୁ ଆସିବାକୁ ପଡିବ। ଏମିତି ସବୁ ଜିନିଷ। ଆଉ କାଲି ତ ବୁଲାବୁଲି ହେଇଥିଲା, ଆପଣ ମାନେ ଦେଖିଥିଲେ ନିହାତି ଭାବରେ। ଆଜି ହଉଛି ଦ୍ଵିତୀୟ ଦିନ, ଆଜି ମଧ୍ୟ ଫୁଲ ଭିଡିଓ ଦେଖିବେ। ଆଉ ଆଗକୁ ଯିବା ଆଉ ଅଫିସ ବାହାରିକି କିଛି ପାର୍ସଲ ଦେଇକି ନନାଙ୍କ ଦୋକାନରେ ଏ ଭାଇଙ୍କି ଜାଣିଛନ୍ତି? ଭାଇକି ଆପଣ ଦେଖିଥିବେ, ମୁଁ ମୁହଁ ଆଉ ଦେଖେଇ ପାରିନି କାରଣ ଥଣ୍ଡା ଲାଗୁଛି ଯେହେତୁ ମୋ ମୁହଁରେ ଦେଇଥିଲି। ନନାଙ୍କ ଦୋକାନରେ ପହଞ୍ଚିକି ସକାଳୁ ନନାଙ୍କ ଦୋକାନ ଖୋଲିଗଲାଣି। ଭାଇଙ୍କି ପଚାରିବା ମୋ ସାଇଜ ର ଗଞ୍ଜି ଅଛି ନା ନାଇଁ। ଭାଇ ମୁହଁ ଖାଇ ଲୁଚୁଛ, ତମ କଷ୍ଟମର କେୟାର କରିବେ। ଆପଣ ମାନେ ଦେଖିଥିଲେ ପାର୍ସଲ ରୁ ବାହାରି ସାରିଲା ପରେ ଯାଇଥିଲି କୋରୁଆରେ କିଛି ପାର୍ସଲ ଦେଇକି ପାଖାପାଖି 20-25ଟା ପାର୍ସଲ ସରିଯାଇଛି। ଏବେ ମୁଁ ଆସି ଆମର ପହଞ୍ଚି ଯାଇଛି ଯାତ୍ରା। ଆପଣ ମାନେ ତ ଜାଣିଥିବେ ଯାତ୍ରା ଆମର ହଉଛି। ତ ଆଜିର ଯାତ୍ରାର ବହି କଣ ଅଛି ଆଉ ଯାତ୍ରାର ଆମର ପାର୍ଟି କଣ ପଡିଛି, ଆମର ସିଧା ମୁଁ ଆସି ଏବେ ପହଞ୍ଚିଛି ଆମର ଟିକେଟ କାଉଣ୍ଟରରେ। ତ ଟିକେଟ କାଉଣ୍ଟର ଆମର ଭାଇ ଯିଏ ବସିଛନ୍ତି, ଭାଇ ଆମର ପରିଚାଳନା କଣ କରୁଛନ୍ତି ବା କୋଉ ପଦବୀରେ ଅଛନ୍ତି, ସିଧା ଯିବା ଭାଇଙ୍କୁ ପଚାରିବା, ଭାଇ କହିବେ। ଭାଇ ଆପଣ ପରିଚୟ ଟା ଦେବେ। ଦୀପକ। ଆଚ୍ଛା, ମୁଁ ଶ୍ରୀ ଶ୍ରୀ ସୁଖ ପରିଗୀତ ସାଂସ୍କୃତିକ ପରିଷଦର ଚେୟାରମ୍ୟାନ। ଆଉ ଆଜି କରିବ ଆମର ଓମକାର। ଆଚ୍ଛା, ଆଉ ଆଜିର ବହି ହଉଛି ମଣିଷ ସମର ଦାସ। ଆସନ୍ତୁ ମଜାମସ୍ତି କରିବା। ନିହାତି ଭାବରେ ଆପଣ ମାନେ ଆସନ୍ତୁ। ଆଉ ଟିକେଟ କାଉଣ୍ଟର ମଧ୍ୟ ଖୋଲି ଯାଇଛି। ଖଣ୍ଡେ ଖଣ୍ଡେ ଟିକେଟ କରିକିରି ଯାତ୍ରାରେ ଆପଣ ଯାତ୍ରା ଦେଖିବେ, ବୁଲାବୁଲି କରିବେ, ମଜାମସ୍ତି କରିବେ। ଆପଣ ମାନେ ମଧ୍ୟ ଦେଖିଲେ ଯାତ୍ରା ଓମକାରର କିଛି ଅପଡେଟ ଥିଲା। ଏବେ ଚାଲନ୍ତୁ ଦେଖିବା ଅପେରା ଶ୍ରୀ ମନ୍ଦିରର କିଛି ଅପଡେଟ। ଆଜିର ନାଟକ ମଞ୍ଚସ୍ଥ କରୁଛି କଳା କାହ୍ନୁ ହସେ ଯଶୋଦା କୋଳେ। ତ ନିହାତି ଭାବରେ ଆସିବା ପାଇଁ ଅନୁରୋଧ, ଆଉ ଭୁଲିବେନି କେବେ। ନିହାତି ଭାବରେ ଆସନ୍ତୁ ଏବଂ ଯାତ୍ରା ଦେଖନ୍ତୁ। ରହୁଛି, ଜୟ ମା ଶାରଦା।